ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏଇ ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ବର୍ଜିତ ଦନ୍ତ ଧାବନ କାଷ୍ଠ। ଆଉ ଆଜି ଆମେ ଏଇ ଅଧ୍ୟାୟରେ ଜାଣିବା ମୌନ ବିଧି। ତ ଚାଲନ୍ତୁ ବନ୍ଧୁ, ଡେରି ନକରି ଆଉ ଆମେ ଆରମ୍ଭ କରିବା। ମୌନ ବିଧି। ସନ୍ଧ୍ୟୟରୁ ଭଜୋଜାପ୍ୟ ভোজনে দন্ত ধাবনে পিতৃকার্য চ দৈবে চ তথা মূত্র পুরিষয়ো গুরুণা সৈনিধ্যোদান্তে যোগে চৈব বিশেষতঃ এতেষু মৌনমাতিষ্ঠन् স্বর্গপ্রাপ্তোতি মানবम्। সন্ধ্যা, জপ, ভোজন, দন্ত ধাবନ, ପିତୃ ମାତୃ କର୍ମ, ଶ୍ରାଦ୍ଧ ଆଦି, ଦେବ ପୂଜା, ମଳ ଓ ମୂତ୍ରତ୍ୟାଗ ସମୟରେ, ଗୁରୁଜନଙ୍କ ପାଖରେ ଦାନ୍ତ ଓ ଯୋଗାଭ୍ୟାସ ସମୟରେ ମୌନ ଧାରଣ କଲେ ମନୁଷ୍ୟ ସ୍ୱର୍ଗ ପ୍ରାପ୍ତି ହୁଏ। ତ ବନ୍ଧୁ, ଆଜି ଆମେ ଜାଣିଲେ ମୌନ ବିଧି। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ପ୍ରାପ୍ତ ଶ୍ୱାନ ଫଳ। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।